ନେ ଆମର ପରୀକ୍ଷା ପାଖେ ପାଖେ ଆସୁଛି ପଢ଼ା ପଢ଼ି ପୁରା ଜୋରରେ କରୁଥାଅ ହେଲା। ତାହେଲେ ଆଜି ଆମେ ଦେଖିବା ଡାଇରେକ୍ଟ ଓ ଇନଡାଇରେକ୍ଟ ସ୍ପିଚ୍ର କ୍ୱେଶ୍ଚିନ୍ ଆନ୍ସର କରିବା କିଛିଟା। ପ୍ରଥମେ ଦେଇଛି ପିଲାମାନେ ସବୁବେଳେ ମନେ ରଖିଥାଅ ଏକ୍ଜାମିନର ସବୁଠାରୁ ମାନେ ଭଲ ଲାଗେ ତାକୁ କୋଉଟା କୋଉ କ୍ୱେଶ୍ଚିନ୍ ହେଲା। ସେମିତି ଡାଇରେକ୍ଟ ଇନଡାଇରେକ୍ଟର ଯେତେବେଳେ ଗୋଟେ ଇମ୍ପୋରାଟିଭ୍ ସେଣ୍ଟେନ୍ସ ଥିବ କିମ୍ବା ଗୋଟେ କ୍ୱେଶ୍ଚିନ୍ ମାର୍କ ସେଣ୍ଟେନ୍ସ ଥିବ କିମ୍ବା ଗୋଟେ ଫ୍ୟୁଚର ଟେନ୍ସ ଯୋଉଟାକି ଆମର ନାହିଁ ସେମିତିଆ କ୍ୱେଶ୍ଚିନ୍ ଏକ୍ଜାମିନର ଫେଭରାଇଟ୍। ସବୁବେଳେ ଭାବୁଥିବ ଏକ୍ଜାମିନର କ'ଣ ଭାବୁଛି ସେ କେମିତିଆ କ୍ୱେଶ୍ଚିନ୍ ଏଇ ଚାପ୍ଟରରୁ ଆଣିକି ପରୀକ୍ଷାରେ ପକେଇବ ହେଲା। ହ୍ୱାଟ୍ ଇଜ୍ ଦ୍ୟାଟ୍ କ୍ୱେଶ୍ଚିନ୍ ତମେ ଯେତେବେଳେ ଭାବିବନି କି ସେତେବେଳେ ତମ ମୁଣ୍ଡକୁ କ୍ୱେଶ୍ଚିନ୍ ଆସିବ। ମୁଁ କହୁଛି ତମେ ଇମାଜିନ୍ କରିଦେବ ଯେ 50ରୁ 35ଟା କ୍ୱେଶ୍ଚିନ୍ ଏଇଠୁ ହିଁ ଆସିବ। ଏଇଟା ପକ୍କା ପିଲାମାନେ, କାରଣ ଆମେ ଏତିକି ପଢ଼ିଥିବା ଆମ ମନରେ ଏତିକି କନଫିଡେନ୍ସ ଅଛି, ବୁଝିବ ତ। ତାହେଲେ କାରଣ ତମେ ଏଇ ଭିଡ଼ିଓ ଦେଖୁଛ ମାନେ ତମର ଇଣ୍ଟରେଷ୍ଟ ଭାବ ଦେଖ, ତମେ ବହି ପଢ଼ିକି ଆସିଛ ତା ବାଦ ଆହୁରି ଏକ୍ସଟ୍ରା କ୍ୱେଶ୍ଚିନ୍ କିଛି ମୁଁ କରିବି ଏଇ ଭିଡ଼ିଓ ମାଧ୍ୟମରେ କରିବି। ତାହେଲେ ଏଇ ଭିଡ଼ିଓରୁ ମୁଁ ଆଉ କିଛି ଏକ୍ସଟ୍ରା କ୍ୱେଶ୍ଚିନ୍ ଜାଣିବାକୁ ଆସିଛି ହେଲା। ଆଉ କିଛି ଏକ୍ସଟ୍ରା ଇଫର୍ଟ ଦେଉଛି ଯେମିତି ମୋ ପରୀକ୍ଷାରେ ମୋର 45ଟା 50ରୁ 50 ରହିବ। ସେଇ ଏକ୍ସଟ୍ରା ଇଫର୍ଟ ଆମକୁ ବହୁତ ଆଗକୁ ନେଇଯିବ। ଆଉ ସେଇ ଏକ୍ସଟ୍ରା ଇଫର୍ଟ ପରୀକ୍ଷା ଶେଷ ହେଲା ଯାଏ ରହିବା ଆମର ଦରକାର। ତାହେଲେ ଡାଇରେକ୍ଟରେ ପିଲାମାନେ ମୁଁ ଦେଇଛି ମ୍ୟାରି ସେଡ୍ ଆଇ ହାଭ୍ ବିନ୍ ରାଇଟିଂ ଦିସ୍ ଏସେ, ବୁଝିହେଲା। ତାହେଲେ ହାଭ୍ ବିନ୍ ରାଇଟିଂ ପିଲାମାନେ ଆମେ ପଢ଼ିଲେ ମ୍ୟାରି ସେଡ୍ଟା ମ୍ୟାରି ସେଡ୍ ଦ୍ୟାଟ୍ ହେଇଗଲା। ତାହେଲେ ହାଭ୍ ବିନ୍ ରାଇଟିଂ ପାଷ୍ଟକୁ ଯିବ, ତାହେଲେ ହାଡ୍ ବିନ୍ ରାଇଟିଂ ସଇଲା ଏତିକି ହେଲା। ତାପରେ ଡାଇରେକ୍ଟ ମାଇକେଲ ସେଡ୍ ଆଇ ମେ ଗୋ ଦେୟାର, ବୁଝିହେଲା। ତାହେଲେ ଏଇଟା ସେ ନୁହଁ, ଏଇଟା ସେ, ହଁ ମାଇକେଲ ସେଡ୍ ଦ୍ୟାଟ୍ ଆଇଟା ହେଇଯିବ ସି ମେ ଗୋ ଦେୟାର। ତାପରେ ଡାଇରେକ୍ଟରେ ୱି କ୍ୟାନ୍ ନଟ୍ ଗୋ ଦି ଜୁ ନେକ୍ସଟ ୱିକ୍, ଆମେ ନେକ୍ସଟ ୱିକ୍ରେ ଜୁ ଚିଡ଼ିଆଖାନା ଯାଇପାରିବେ ନାହିଁ। ତାହେଲେ ଏଠି କ'ଣ ହବ ଦେ ସେଡ୍ ହେଲା। ଆମେ ଯାଇପାରିବାନି ମାନେ ସିଏ କହିଲା ଆମକୁ, ତାହେଲେ ଆମେ କହିବା ସିଏ କହୁଛି ଦେ କୁଡ୍ ନଟ୍ ଗୋ ଟୁ ଦି ଜୁ ନେକ୍ସଟ ୱିକ୍, ବୁଝିହେଲା। କ୍ୟାନ୍ ନଟ୍ ଗୋଟା ହେଲା ପାଷ୍ଟକୁ ଗଲା କୁଡ୍ ନଟ୍ ଗୋ। ସେମିତି ରାଇଟ୍ଟା କ'ଣ ହବ କି ପିଲାମାନେ ରୋଟ୍ ହବ, ହଁ କି ନାହିଁ। ଇଜ୍ ଡ୍ରାଇଭିଂଟା ୱାଜ୍ ଡ୍ରାଇଭିଂ ହବ ହେଲା। ତା ପାଷ୍ଟକୁ ତ ଯିବ ମନେ ରଖିବ ଏତିକି। ଆଉ ଆମ୍ ରିଡିଂଟା କ'ଣ ହବ ୱାଜ୍ ରିଡିଂ ହବ। ଆମ୍ କୁକିଂଟା ସେମିତି ୱାଜ୍ କୁକିଂ ହବ। ହାଡ୍ ଅଲରେଡିଟା ହବ ହେଲା। ଏଇଟା ହାଡ୍ ଅଲରେଡି ଅଛି, ପାଷ୍ଟରେ ଅଛି, ତେଣୁ ପିଲାମାନେ ଯୋଉଟା ପାଷ୍ଟରେ ଅଛି ତାକୁ ପାଷ୍ଟରେ ହିଁ ରହିବାକୁ ଦିଅ। ତାହେଲେ ହାଡ୍ ଅଲରେଡି ରିଟିନ୍, ବୁଝିହେଲା। ତାପରେ ଏଇଠି ପିଲାମାନେ ଇମ୍ପୋର୍ଟାଣ୍ଟ ଏଇଟା ଆମର ଗୋଟେ ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସ। ଇଣ୍ଟରୋଗେଟିଭ୍ ସେଣ୍ଟେନ୍ସ ହେଉଛି ଦେଖ ମାଇ ବୟଫ୍ରେଣ୍ଡ ଆସ୍କ୍ଡ ଡୁ ୟୁ ଲାଇକ୍ ଦି ହରର ଫିଲ୍ମସ୍ ହେଲା। ମୋ ବୟଫ୍ରେଣ୍ଡ ପଚାରୁଛି ତମକୁ ଭୂତ ଫିଲ୍ମ ଭଲ ଲାଗେ କି ହେଲା। ଏଠି ଆମେ ଇନଡାଇରେକ୍ଟ କ'ଣ କରିବା ଡୁ ୟୁ ଲାଇକ୍ ଦି ହରର ଫିଲ୍ମସ୍, କିଛି ଚେଞ୍ଜ ହେଲା କିଛି ଚେଞ୍ଜ ହେଲାନି। ଲାଷ୍ଟକୁ କହିବା ମାଇ ବୟଫ୍ରେଣ୍ଡ ଆସ୍କ୍ଡ। ଆଇ ନେଭର ଗେଟ୍, ଏଇଟା ସବୁଠି ଦେଖିବାକୁ ପଡ଼ିବ। କ୍ୱେଶ୍ଚିନ୍ 4-5ଟା ଇଣ୍ଟ୍ରୋଡକ୍ଟ କରିଦିଅ ଜାଣିପାରିବ। ଆଇ ନେଭର ଗେଟ୍ ଅପ୍ ଲେଟ୍ ମାଇ ମଦର ସେଡ୍ ହେଲା। ମାଇ ମଦର ସେଡ୍ ଦ୍ୟାଟ୍ ସି ନେଭର ଗଟ୍ ଅପ୍ ଲେଟ୍, କେବେ ବି ହେଲା ସେ ବିଳମ୍ବରେ ଉଠେ ନାହିଁ, ବୁଝିଲା ତ। এইভাবে ভাবে আমি কোশ্চিন করে চালিবা পরীক্ষার নেক্সট মু প্রতিথিরু ইন্টরোগেটিভ ইম্পোরেটিভ কোশ্চিন আনিবি ହେଲା। ବର୍ତ୍ତମାନ ଖାଲି କୋଶ୍ଚିନ୍ ଉପରେ କୋଶ୍ଚିନ୍ ଯେତେ ଡିସ୍କସନ୍ କରିବ ଆଉ ପାଠ ପଢ଼ିକି ଲାଭ ନାହିଁ। ପାଠ ବହୁତ ପଢ଼ିଦେଲ ଆଉ ମାସେ ଖାଲି କୋଶ୍ଚିନ୍ ଦେଖ ହେଲା। ପାଠ ବହୁତ ପଢ଼ି ସାରିଲା, ପାଠ ସଇଲା, ପାଠ ବୁଝିଲି, ୟାକୁ କନସେପ୍ଟରେ ମୁଣ୍ଡରେ ଏତିକି ପୁରେଇଲି। ବର୍ତ୍ତମାନ କ'ଣ କୋଶ୍ଚିନ୍ କରିବା।